দেবে ସବ୍ୟସାଚୀ ମହାନ୍ତି ଆମ୍ ଆଦମୀ ପାର୍ଟି କଟକ ଜିଲ୍ଲା ସଭାପତି। କ'ଣ କହିବେ ବର୍ତ୍ତମାନ କାହିଁକି ଆଜି ଏଠି ଧାରଣାରେ ବସୁଛନ୍ତି? ବିଗତ କିଛି ଦିନ ହେଲା କଟକ ସହରକୁ ମିଶାଇକି ଚାରିଟା ସହର ତଳି ଅଞ୍ଚଳ ଚାରିଟା ଥାନା ଯେମିତିକି ସଦର, କଟକ ସଦର, ବୟାଶୁଞ୍ଜା, କନ୍ଦରପୁର ଆଉ ଚୌଦ୍ୱାରକୁ ମିଶାଇ କମିଶନରେଟ୍ ପୋଲିସ ତିଆରି ହୋଇଥିଲା ଅଞ୍ଚଳବାସୀଙ୍କୁ ଉତ୍କୃଷ୍ଟ ପୋଲିସ ସେବା ପ୍ରଦାନ କରିବା ପାଇଁ। ପୋଲିସର ଜିପ୍ରୁ ବୋଲେରୋ ହୋଇଗଲା, କିନ୍ତୁ ପୋଲିସ ବଳରେ ଆମେ ବୃଦ୍ଧି ଦେଖିପାରିଲୁ ନାହିଁ। ଯାହାଫଳରେ କି ଆମେ ବିଗତ ଦିନରେ ବହୁତ ପୋଲିସ ବିଶୃଙ୍ଖଳା ଆମେ କଟକ ଅଞ୍ଚଳରେ ଦେଖିବା ପାଇଲୁ। ଯେମିତିକି ଡ୍ରଗ୍ସ ଧରାପଡ଼ିବା, ଗୁଡ଼ି ସୂଚାରେ ସାଂଘାତିକ ଅବସ୍ଥାରେ ଅଛନ୍ତି ମେଡ଼ିକାଲରେ, ଆପଣଙ୍କର ବନ୍ଧୁକ ଗୁଳି ଚାଲିଲା, ବନ୍ଧୁକ ତିଆରି କାରଖାନା ଠାବ ହେଲା ବୟାଶୁଞ୍ଜା ଅଞ୍ଚଳରେ, ତାକୁ କମିଶନରେଟ୍ ପୋଲିସ କରିପାରିଲାନି, ବାହାର ଅଞ୍ଚଳ କରିପାରିଲା। ମୁଖ୍ୟତଃ ସହର ତଳି ଅଞ୍ଚଳରେ ଯେଉଁ ପ୍ରକାର କାନୁନ ବ୍ୟବସ୍ଥା ଉପୁଜିଛି, ଆମେ ତାରି ପ୍ରତିବାଦରେ ଗୋଟେ 24 ଘଣ୍ଟିଆ ଅନଶନ ସତ୍ୟାଗ୍ରହ କରିଛୁ ଆଉ ବିଶ୍ୱାସ ରଖିଛୁ, ଆଶା କରୁଛୁ କମିଶନରେଟ୍ ପୋଲିସ ତା'ର ଯେଉଁ ଆମେ ଲେଖା ଦେଇଛୁ ପ୍ରଶାସନକୁ ତାର ଉପରେ କାମ କରିବେ। ସନ୍ଧ୍ୟା ହେଲେ ରାସ୍ତା କଡ଼ରେ ପୋଲିସ ଗାଡ଼ି ଯାଉଛି, କିନ୍ତୁ ମଦ ବୋତଲ ସହିତ ବୋତଲ ଆଉ ଗ୍ଲାସ୍ ଚାଲୁଛି। ପୋଲିସ ଯାଉଛି, କିଛି ତା'ର ଅଣଦେଖାଇକିନା ପୋଲିସ ତାକୁ ଦେଖିପାରୁଛି। ବିଭିନ୍ନ ଅପେରା ଗୁଡ଼ାକ ପରମିସନ୍ ଦେଉଛନ୍ତି ରେସିଡେନ୍ସିଆଲ ଏରିଆରେ, ଯେଉଁଟାକି 1700 ସିଟ୍ ପାଇଁ ଦେଉଛନ୍ତି ପରମିସନ୍, କିନ୍ତୁ 1500 ସିଟ୍ ଏକ୍ସଟ୍ରା ପଡ଼ୁଛି, 2500 ସିଟ୍ରେ ଚାଲୁଛି। ପୋଲିସ ନିଜେ ଦେଖୁଛନ୍ତି, ତାର ପାଇଁ କୌଣସି କାମ କରୁନି ପୋଲିସ। ଆଉ ସହରତଳି ଅଞ୍ଚଳରେ ମୁଖ୍ୟତଃ ଡିଜେ ବା ବାରାତି ଗୁଡ଼ାକରେ ଯେଉଁ ପ୍ରସେସନ୍ ଯାଉଛି, ସେଥିରେ ସେ ଯେଉଁ ଡ୍ରଙ୍କର୍ସ ମାନେ ହିଁ ଟ୍ରାଫିକିଂ କରୁଛନ୍ତି। ସାଧାରଣ ଲୋକମାନେ ବହୁତ ସମସ୍ୟାରେ ପଡ଼ୁଛନ୍ତି। ଆଉ ବିନା ଡ୍ରାଇଭିଂ ଲାଇସେନ୍ସରେ ଡ୍ରାଇଭିଂ କରିବା, ଅଣ୍ଡର ଏଜ୍ ଡ୍ରାଇଭିଂ, ବିନା ହେଲମେଟ୍ ଡ୍ରାଇଭିଂ, ବିଭିନ୍ନ 13 ଦଫା ଦାବି ନେଇ ଆମେ ଦେଇଥିଲୁ 7 ଦିନ 8 ଦିନ ତଳୁ ପ୍ରଶାସନକୁ। ତାର ପ୍ରତିବାଦରେ ଆମେ ଗୋଟେ ଏବେ ପ୍ରତିକାତ୍ମକ ଅନଶନରେ ବସିଛୁ। ଆଗାମୀ ଦିନରେ ଆକୁ ବଢ଼େଇବା ପାଇଁ ବି ଆମେ ଚିନ୍ତା କରିବୁ। ସରକାର ଏଥିପାଇଁ କେତେ ଦୂର ଦାୟୀ ରହୁଛନ୍ତି? ଯେଉଁ ଆମର ଆସିଥିଲେ ପ୍ରଶାସନ ତରଫରୁ ଯିଏ ବି ଆସିଥିଲେ, ଆମକୁ ପ୍ରତିଶ୍ରୁତି ଦେଇକି ଯାଇଛନ୍ତି, ଆଉ ତାରି ଉପରେ କାମ କରିବା ପାଇଁ ସେ ପ୍ରତିଶ୍ରୁତି ଦେଇକି ଯାଇଛନ୍ତି। ସରକାର କେତେ ଦୂର ଦାୟୀ ରହୁଛନ୍ତି? ଦେଖନ୍ତୁ, ଏ ତ ଶାସନ ଆଉ ପ୍ରଶାସନ କୋରିଲେଟେଡ୍, ତେଣୁ ଆମେ ଆଇନ ଶୃଙ୍ଖଳା କଥା ତ ଆମେ କାଲି କୋର୍ଟରେ ବି ଆମେ ଦେଖିଲେ ଆଇନ ସେବା ପରିସର ମଧ୍ୟରେ ଯେଉଁ ବୋମା କଥା ଉଠିଲା, ଆମେ ସେ କଥାକୁ ବି ଦେଖିବାକୁ ଯଦି ଯିବା, ଆଇନ ଶୃଙ୍ଖଳା ପରିସ୍ଥିତି କଟକରେ ଅଛି, କିନ୍ତୁ ଆମେ ଭରସା ରଖିଛୁ କିଛି ତାପରେ ପ୍ରଶାସନ କାମ କରିବ।